ଶିକ୍ଷା ବିନା ଏକ ସୁସ୍ଥ ସବଳ ସମାଜ ଓ ଦେଶର ଗଠନ ଏକ କଳ୍ପନା ମାତ୍ର। ହଁ ଦର୍ଶକ ବନ୍ଧୁ, ପୂର୍ବର ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟର ସ୍ଥାପନ କରିଥିଲେ। କିନ୍ତୁ କିଛି ବର୍ଷ ହେବ ତାହା ପ୍ରତି ଦୃଷ୍ଟି ନ ଦେବା କାରଣରୁ ଅଞ୍ଚଳରେ ଶିକ୍ଷାର ବିକାଶ ଅଧୁରା ହୋଇ ପଡ଼ି ରହିଛି। ତେବେ ନୂତନ ସରକାର ଆସିଲେ ଶିକ୍ଷାକୁ ଗୁରୁତ୍ୱ ଦେବେ ବୋଲି କହୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ଘୋଷଣା କରିନାହାନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତଳସରା ନିର୍ବାଚନ ମଣ୍ଡଳୀର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଳସରା ଆଦର୍ଶ ବିଦ୍ୟାଳୟରେ। ସେହି ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଗମନାଗମନର ସୁବିଧା ନଥିବାରୁ ଅଭିଭାବକମାନେ ବିଧାୟକଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଲା ସତ୍ତ୍ୱେ କିଛି ସୁଫଳ ମିଳିପାରୁନାହିଁ। ବିଧାୟକ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ସେ ଶିକ୍ଷା ଓ ସ୍କୁଲ ପ୍ରତି ତାଙ୍କର ଧ୍ୟାନ ପଡ଼ୁନାହିଁ। ବିଧାୟକଙ୍କର ଚିନ୍ତା ନାହିଁ କି ଅଞ୍ଚଳର ପ୍ରଶାସନର ମଧ୍ୟ ଚିନ୍ତା ନାହିଁ। ତାହେଲେ ଆଗାମୀ ଯୁବପିଢ଼ି କିପରି ଶିକ୍ଷା ପାଇପାରିବେ ତାହା ଅଞ୍ଚଳବାସୀଙ୍କ ପାଇଁ ଏକ ପ୍ରଶ୍ନ ଚିହ୍ନ। ମୋ ନାଁ କୈଳାସ ତନ୍ତୀ, ଘରଟା ହେଲା ବନ୍ଦବାହାର, ବ୍ଲକଟା ବାଲିଶଙ୍କରା, ଜିଲ୍ଲା ସୁନ୍ଦରଗଡ଼। ତାପରେ ଗୋଟେ କଥା କହିବାର ଅଛି, ଆମର ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଆମର ବାଲିଶଙ୍କରା ବ୍ଲକର ତଳସରାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଠନ ହେଇଛି। ଏବେ ଚାଲୁଛି 3 ବର୍ଷ ହେଲାଣି। ପିଲାମାନେ ପରୀକ୍ଷା ମାଧ୍ୟମରେ ସେଠି ସିଲେକ୍ସନ୍ ହୋଇ ନାମ ଲେଖାଉଛନ୍ତି ଏବଂ ପାଠ ମଧ୍ୟ ପଢ଼ୁଛନ୍ତି। କିନ୍ତୁ ଗୋଟେ ଅସୁବିଧା କଥା ହେଉଛି, ସରକାର ଯେଉଁ ଉଦ୍ଦେଶ୍ୟରେ ଅନୁଷ୍ଠାନଟା ଗଠନ କଲେ, ପିଲାମାନେ ସେଠାରେ ବୋର୍ଡିଂରେ ରହିଥିଲା ଖାଇବା ପିଇବା ସବୁ ବ୍ୟବସ୍ଥା ସରକାରଙ୍କର କରିବା କଥା। କିନ୍ତୁ ଦୁଃଖର ବିଷୟ, ଏବେ 3 ବର୍ଷ ହେଲାଣି ସେଠାରେ ତାର ବ୍ୟତିକ୍ରମ ହେଉଛି। ପ୍ରାୟ 250ରୁ ଉର୍ଦ୍ଧ୍ୱ ପିଲା ସେଠି ନାମ ଲେଖାଇ ସାରିଛନ୍ତି ଏବଂ ସେମାନଙ୍କର ଯିବା ପାଇଁ 2ଟା ବର୍ଷ ସଫିସିଏଣ୍ଟ ନୁହେଁ, କାରଣ ସେ ବସ୍ର କାପାସିଟି ହେଉଛି 41 ଜଣ। 250 ପିଲା ଯିବା ପାଇଁ କମ୍ ସେ କମ୍ 4ଟା ବର୍ଷ ହେବାର କଥା କି 5ଟା ବର୍ଷ ହେବାର କଥା। ବର୍ତ୍ତମାନ ସୁଦ୍ଧା ତାର ବ୍ୟବସ୍ଥା କରାହୋଇନି। ତେଣୁ ଆମେ ଗାର୍ଡିଆନ୍ ସବୁ କ'ଣ କରୁଛୁ, ବହୁତ ଅସୁବିଧା ପାଉଛୁ। ଚଳିତ ବର୍ଷ ଯେଉଁ ପିଲାମାନେ ଆଡ଼ମିସନ୍ ନେଇଛନ୍ତି ସେ ପିଲାମାନଙ୍କୁ ଆମ ଘରୁ ସ୍କୁଲକୁ ନେବା ଆଣିବା କରୁଛୁ। ସକାଳେ ଥରେ ଯାଉଛୁ, ଉପରବେଳା ଥରେ ଯାଉଛୁ, ଯଦ୍ୱାରା କି ଆମର ଘରର କାମ ମଧ୍ୟ ବାଧାପ୍ରାପ୍ତ ହେଉଛି। ପ୍ରଶାସନ ଯଦି ଦୃଷ୍ଟି ଦିଅନ୍ତା, ହଷ୍ଟେଲ ସୁବିଧା କରିଦେଲେ ପିଲାମାନେ ସେଠି ରହି ଭଲ ଭାବରେ ପାଠ ପଢ଼ନ୍ତେ। ତଳସରାରୁ ଦୁର୍ଯ୍ୟୋଧନ ଗଟିଆଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।